ଲଗାଣ ବର୍ଷାରେ ଗୁଙ୍ଗିନାଳରେ 5 ଫୁଟର ଉଚ୍ଚରେ ବନ୍ୟା ପାଣି ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଅମରପାଲି ରାସ୍ତାର ଭୂତିଆପାଲି ନିକଟରେ ଥିବା ଗୁଙ୍ଗିନାଳ ଉପରେ 5 ଫୁଟର ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ବିରମହାରାଜପୁର ବ୍ଲକ ଉପଖଣ୍ଡ ସଦର ମହକୁମାରୁ ବହଲପଦର ପଞ୍ଚାୟତ, ଦୁର୍ଜନ୍ତଏଲା, ଲୁତୁରପଙ୍ଗ ପଞ୍ଚାୟତ ସମେତ ରେଢ଼ାଖୋଲ ଏବଂ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁଙ୍ଗିନାଳ ସେତୁ ଉପରେ 5 ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ମଟର ଅଟକି ରହିଛି। ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଗୁଙ୍ଗିନାଳରେ ବନ୍ୟା ପାଣି ପ୍ରବାହିତ ହୋଇ ଏହିଭଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ତେବେ ଗୁଙ୍ଗିନାଳ ଉପରେ ଏକ ଉଚ୍ଚ ବ୍ରିଜ୍ ନିର୍ମାଣ ପାଇଁ ସରକାରୀ ଅର୍ଥ ମଞ୍ଜୁର ହୋଇ ସେତୁ କାମ ଆରମ୍ଭ ହୋଇଥିଲେ ବି ଜମି ବିବାଦ ଯୋଗୁଁ ବ୍ରିଜ୍ କାମ ଅଟକି ରହିଛି। ଫଳରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁଙ୍ଗିନାଳରେ ବନ୍ୟା ପାଣି ପ୍ରବାହିତ ହୋଇ ପୁଣି ଥରେ ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।